ତ ତମମାନଙ୍କୁ ପ୍ଲେ ସ୍କ୍ରିନ୍ ଶୋ କରୁଛି ନା? हाँ सर। ଆଜ୍ଞା ସାର୍। ଚାଲ ଗୋଟେ ମିନିଟ୍ ପିଲେ। ତାହେଲେ ପିଲେ ଏ ଯୋଉ ପ୍ରଥମ ପ୍ରଶ୍ନର ପିଲେ କଣ ଆନ୍ସର ତମମାନଙ୍କର ହେଲା? 17 सर 17। 17 କେମିତି କଣ ହେଲା? +3 ଆଚ୍ଛା 13 ରେ ପ୍ଲସ୍ 3 ହେଇଗଲେ ହେଇଯାଉଛି 16, ସେମିତି 14 ରେ ବି 3 ପ୍ଲସ୍ କରିଦେଲେ କେତେ ହେଇଯିବ? 17 17। ହେଲା। ତ ଗୋଟେ ପ୍ରକାର ତମମାନଙ୍କ ଆନ୍ସର ବି ଠିକ ହିଁ ଅଛି ପିଲେ, ଠିକ ଅଛି। ତ 17 ମଧ୍ୟ ପିଲେ ହେଇପାରିବ, କିନ୍ତୁ ସିଏ ପିଲେ ଯୋଉ ଲକ୍ଷ୍ୟରେ ପଚାରିଥିଲା ପ୍ରଶ୍ନ କଣ ହେଲା, ଦେଖ ସେ ଯୋଉ ଦେଇଥିଲା ପିଲେ 13 ଦେଇଛି ନା, 13 ରୁ ପିଲେ କେତେ ବାହାର କରିଛି ସିଏ? 16 ବାହାର କରିଛି। ତ 13 ଯୋଉ ଦିଟା ସଂଖ୍ୟା ଅଛି ପିଲେ, ଗୋଟେ 1 ଆଉ 3, 1 ଆଉ 3 କି ପିଲେ ମିଶେଇଲେ କେତେ ହବ? 4। 4। ତ ଏଇଟାକୁ ସେ 4 ର ସ୍କୋୟାର ପିଲେ କରିଛି, ବୁଝିପାରିଲ କି? ଆଉ ତ ସେଇ ଦୃଷ୍ଟିରେ ପିଲେ କଲେ ଏଇଟାର କେତେ ଆନ୍ସର ହବ? 25। ହେଲା। ତ 5 ସ୍କୋୟାର ପିଲେ 25। ଆଉ ଯେହେତୁ ପିଲେ 17 ବି ଅପସନରେ ଅଛି, ତ ସେଥିପାଇଁ ସେ କନଫ୍ୟୁଜ ହବ। ତମେ ଯଦି ବି 17 କରିଛ ତ କିଛି ଅସୁବିଧା ନାହିଁ, ଠିକ ହିଁ ଅଛି। ଯଦି 17 ନଥାଇକିରି ପିଲେ 18 କି 19 ଥାନ୍ତା, ହେଲା, ତାହେଲେ ମଧ୍ୟ ଏଇ ଜିନିଷଟା ମଧ୍ୟ ଟିକେ ନବ ପିଲେ ମନେ ରଖିଥିବ। ଏ ଟାଇପ ର ମଧ୍ୟ ପ୍ରଶ୍ନ ଆସିପାରେ, ହେଲା। ଚାଲ ହେଲା ପିଲେ। सर 17 25 ଦିଟା ଥିଲେ କୋଉଟା ଠିକ ହବ? ମାନେ ଦିଟା କଲେ ବି ଠିକ ହବ, ଯେ ଯୋଉଟା କଲେ ଠିକ ହବ। ହଁ, ଅପସନ ଯୋଉଟା କଲେ ବି ଠିକ ହେଇପାରେ, ଯେହେତୁ ପିଲେ 17 ଅପସନରେ ଦେଇଛି। ଆଉ ଏଇ ଲଜିକ ବି କିଛି ଖରାପ ବି, ମାନେ କିଛି ଭୁଲ ବି ନାହିଁ, ତ ସେଥିପାଇଁ ହେଲା। ଚାଲ ତାପରେ ପିଲେ 2 7 6 ଟା କେତେ ହବ? 39। 39 କେମିତି ହେଲା? 2 ର ସ୍କୋୟାର ପ୍ଲସ୍ 3, 6 ର ସ୍କୋୟାର ପ୍ଲସ୍। ହଁ, ତାହେଲେ ପିଲେ 2 ଯୋଉ ଅଛି, 2 ଅଛି ଆଉ 7 ସେ କେମିତି କଲେ ନା 2 ର ସ୍କୋୟାର ପ୍ଲସ 3 କରିକିରି କରିଛି। ଆଉ ସେଇ ଦୃଷ୍ଟିରୁ ପିଲେ 6 ଟା ମଧ୍ୟ କଣ ହେଇଯିବ? 6 ର ସ୍କୋୟାର ପ୍ଲସ 3 ହେଲା। ତ ହେଲେ ଆନ୍ସର ପିଲେ ହେଇଯିବ 39, ଠିକ ଅଛି ପିଲେ। ତାପରେ ଟା 3 ନମ୍ବର ଟା ପିଲେ 8 ଆସୁଛି ଆଉ 12 ବି ଆସୁଛି। 8 କେମିତି ଆସୁଛି କୁହ? +2 କରିଦଉ। ହଁ, 0 ରୁ +2 ହେଇଗଲେ, 6 ରେ +2 ହେଲେ 8 ହେଇଯିବ। ଏମିତି ମଧ୍ୟ ବି ହେଇପାରିବ, କିଛି ଅସୁବିଧା ନାହିଁ, ହେଲା। ଆଉ ଗୋଟେ ପ୍ରକାରରେ ପିଲେ ନାଇଁ ଭାଇ ନାଇଁ, ଏ ଲଜିକ ଟା ଠିକ ଲାଗୁନି। 1 ର ସ୍କୋୟାର -1, 2 ର ହଁ, ସ୍କୋୟାର -2, ସେଇଟା ଏପ୍ରୋପ୍ରିଏଟ ଅଛି, ଏଇଟା ହିଁ ହବ। ତ ଦେଖ ଯୋଉଟା 0 ଅଛି ପିଲେ, 0 ହେଲା 1 ର ସ୍କୋୟାର -1। ଆଉ ସେମିତି 2ଟା ପିଲେ କଣ, 2 ର ସ୍କୋୟାର -2 ହେଲା। ଆଉ ସେମିତି 6ଟା ପିଲେ କଣ, 3 ର ସ୍କୋୟାର -3। ଆଉ ତାପରଟା ସେମିତି କଣ ପିଲେ ହବ, 4 ର ସ୍କୋୟାର ମାଇନସ କେତେ, 4। ତ ସେଥିପାଇଁ ଆନ୍ସର ପିଲେ କୋଉଟା ହେଇଯିବ, 12, ହେଲା। ଠିକ ଅଛି ପିଲେ। ତାପରଟା 4 ନମ୍ବର ପିଲେ କଣ ହବ, 2 6 12 ପିଲେ 20। 12 20 କାହିଁକି? सर 1 ର ସ୍କୋୟାର ପ୍ଲସ୍ 1, 2 ର ତାହେଲେ ସ୍କୋୟାର ପ୍ଲସ୍ 2, 3 ର 1 ର ଆଜ୍ଞା। ସ୍କୋୟାର ପ୍ଲସ 1 ପିଲେ। ଆଉ ସେମିତି 6ଟା ହେଲା ପିଲେ କଣ, 2 ର ସ୍କୋୟାର ପ୍ଲସ 2 2। ହେଲା। ଆଉ ତାପରେ 12 ସେମିତି ପିଲେ 3 ର ସ୍କୋୟାର ପ୍ଲସ 3 ହେଲା। ଆଉ ଏଇଟା ପିଲେ ସେମିତି କଣ ହବ, 4 ର ସ୍କୋୟାର ପ୍ଲସ 4। 4। ତ ହେଇଯିବ ପିଲା ଆନ୍ସର 20, ହେଲା, ଠିକ। ତାପରଟା ପିଲେ 5 ନମ୍ବର କଣ ହବ କୁହ? ମାନେ 4 ନମ୍ବର ଟା ଏମିତି ହବନି? 68 ହୁଁ, 68 ହଉଛି।
68 2 हो into चल 3 2 into 4 ନମ୍ବରଟା ଏମିତି କଲେ ହବନି 2 into 3 3 into 4 4 into 5 माने 2 into 3 तापरे 3 ଗୁणे 6 ହେଇଗଲା ତାପରେ हाँ 3 into 4 12 ହେଲା ତାପରେ 4 into 5 20 ହେଲେ ଏମିତି ହବନି 4 ନମ୍ବରଟା अच्छा ये जो 2 रु 6 हला माने 2 गुणन 3 हैला तापर 6 6 रु 12 पुणी केमते हला 3 4 12 ଗୋଟେ ଗୋଟେ ସଂଖ୍ୟା ବଢିଲା ମାନେ 2 into 3 3 ଟା ଛାଡିଥିଲା 3 into 4 ପୁଣି ହେଲା ନାଇଁ ସେମିତି କଲେ ଦୁଇ ସାଙ୍ଗରେ ତାର କିଛି ହେଇପାରୁନି ନା ତ ସେମିତି କରିବନି ହେଲା ସେଇଟା ଠିକ ରହିବନି ଏଇଟା ହିଁ ଠିକ ଅଛି ଏଇ ଲଜିକ ଟା ହେଲା ଆଉ ତାପରେ ପିଲେ ସାର୍ ଏମିତି କଲେ ହବନି ହଁ ସାର୍ 2 6 ତା ଭିତରେ ଡିଫରେଣ୍ଟ ହେଲା 4 ହୁଁ 6 12 ତା ଭିତରେ ଡିଫରେଣ୍ଟ ହେଲା 6 ଆଙ୍କ ଭିତରେ ଯଦି ଡିଫରେଣ୍ଟ ହଉଛି ନା ହେଲେ 6 ପାଖରୁ 6 ପାଖରୁ ତାପରେ 8 ଡିଫରେଣ୍ଟ କଲେ ତ 20 ହେଇଯିବ ନାଇଁ ଏଇଟା ସେମିତି କରିବନି ଯେ ଏଇଟା ସେଟା ନମ୍ବର ସିରିଜରେ ତାକୁ ଆପ୍ଲାଏ କରିବ ନମ୍ବର ସିରିଜ ନୁହଁ ନା ଠିକ ଅଛି ଆଜ୍ଞା ହଁ ତ ସେଥିପାଇଁ ଆଉ ପିଲେ 2 10 30 ଏଇଟା କେତେ ହେଲା 5 ନମ୍ବର 68 150 କରିଛି ମୁଁ ନାଇଁ ଦେଖ ये ବର୍ତ୍ତମାନ ପିଲା 68 ହବ ସେଟା ହଁ ପ୍ରାୟତଃ କୋଶ୍ଚିନ୍ ପିଲା ଗୋଟେ ପ୍ରକାର ଢାଞ୍ଚା ଆମକୁ ଦେଖିବାକୁ ମିଳୁଛି ବୁଝିହେଲା ଯେମିତି ଦୁଇଟା ଆମେ ପିଲେ 1 ର କ୍ୟୁ ପ୍ଲସ 1 10 ଟା ପିଲେ ନା କ୍ୟୁ କାହିଁ କରିବ ନାଇଁ 10 ଟାକୁ ପିଲା ଆମେ କରିପାରିବା କଣ 2 ର କ୍ୟୁ ପ୍ଲସ 2 ପୁରା କ୍ୟୁବ 2 ପ୍ଲସ ର 1 କ୍ୟୁବ 1 2 ହେଲା ଆଉ ସେମିତି 30 ଟା ପିଲେ କଣ ହେଇଯିବ 3 ର 3 ର କ୍ୟୁବ ପ୍ଲସ 3 ର କ୍ୟୁ ପ୍ଲସ 3 ସେମିତି ତାପରଟା ନିହାତି ଭାବରେ ପିଲେ 4 ର କ୍ୟୁ ପ୍ଲସ 4 ହେଲେ ଆନ୍ସର କେତେ ହେଇଯାଉଛି ପିଲେ ପ୍ଲସ 64 ରେ 4 ମିଶିଲେ 68 68 ଠିକ ଆଉ ତାପରଟା ପିଲେ 6 ନମ୍ବର 48 48 48 ଦେଖ 4 ନମ୍ବର ଯୋଉ 6 ନମ୍ବରଟା ସେ କେମିତି ପିଲେ ଲଜିକ ଲଗେଇଛି 0 ହେଇଗଲା ପିଲେ କଣ 2 ର କ୍ୟୁ 1 ର minus 2 ର ସ୍କୋୟାର 1 ର ସ୍କୋୟାର ଇନଟୁ 0 1 ର ସ୍କୋୟାର ହଁ କୁହ 1 ର ସ୍କୋୟାର କହୁନ କୁହ କଣ ଲଗେଇଛ ଇନଟୁ 0 ଇନଟୁ 1 ର ସ୍କୋୟାର ହଁ 1 ର ସ୍କୋୟାର ଆରେ କୁହ ଠିକ ତ ଅଛି 1 ର ସ୍କୋୟାର ତାପରେ କଣ 1 ର ସ୍କୋୟାର ଇନଟୁ 0 ହୁଁ 2 ର ସ୍କୋୟାର ଇନଟୁ 1 3 ର ସ୍କୋୟାର ଇନଟୁ 2 4 ର ସ୍କୋୟାର ଇନଟୁ 3 ଆଚ୍ଛା ତମେ ଲଜିକ ଲଗେଇଲ 1 ର ସ୍କୋୟାର ଗୁଣନ 0 2 ର ସ୍କୋୟାର ଇନଟୁ 1 ଆଉ 18 ଯୋଉଟା ଅଛି ସେଟା ତମେ କଲ 3 ର ସ୍କୋୟାର ଇନଟୁ 2 ଆଉ ତାପରଟା ତମେ କଣ କରିଦବ 4 ର ସ୍କୋୟାର ଇନଟୁ କେତେ ସ୍କୋୟାର ଇନଟୁ 3 ସେମିତି ବି ସେ ହେଇପାରିବ 1 ର କ୍ୟୁ ମାଇନସ 1 ର ସ୍କୋୟାର 2 ର କ୍ୟୁ ମାଇନସ 2 ର ସ୍କୋୟାର 3 ର କ୍ୟୁ ମାଇନସ 3 ର ସ୍କୋୟାର 4 ର କ୍ୟୁ ମାଇନସ 4 ର ସ୍କୋୟାର ହଁ ଏମିତି ବି ହେଇପାରିବ ପିଲେ ତ 1 ର କ୍ୟୁ ମାଇନସ 1 ର ସ୍କୋୟାର ଏଟା ସେମିତି ପିଲେ 2 ର କ୍ୟୁବ ମାଇନସ 2 ର ସ୍କୋୟାର ହେଲା 18 ଟା ସେମିତି ପିଲେ 3 ର କ୍ୟୁବ ମାଇନସ 3 ର ସ୍କୋୟାର ଆଉ ତାପରଟା ସେମିତି 4 ର କ୍ୟୁବ ମାଇନସ 4 ର ସ୍କୋୟାର ଏମିତି ବି ହେଇପାରିବ ପିଲେ 4 ର କ୍ୟୁବ ହେଇଗଲା 64 ଇଏ ପିଲେ ହେଇଗଲା 16 64 ରୁ 16 ଗଲେ କେତେ 48 ହେଲା ଚାଲ ତ ଠିକ ଅଛି ଯୋଉ ମାନଙ୍କର 48 ଆନ୍ସର ଅଛି ଠିକ ହିଁ ଅଛି ତାପରେ 7 ନମ୍ବର ପିଲେ 80 80 କେମିତି ହେଲା କଣ ଲଜିକ ଲଗେଇଲ କୁହ 2 ର କ୍ୟୁ ପ୍ଲସ 2 ର 216 ସ୍କୋୟାର ବିୟାଳିଶ ହୁଁ ସେମିତି କଣ 3 ର କ୍ୟୁ 3 ର ସ୍କୋୟାର 4 ର କ୍ୟୁ ପ୍ଲସ 4 ର ସ୍କୋୟାର ଆଚ୍ଛା ଫାଷ୍ଟ ଯୋଉ 2 ଅଛି ସେଟା ଉପରେ କଣ ଆମେ କଲେ 1 ର କ୍ୟୁବ ପ୍ଲସ 1 ର ସ୍କୋୟାର ଠିକ ଅଛି ଆଉ 12 ଟା ପିଲେ କଣ ହେଇଛି ସେମିତି କଲେ 2 ର କ୍ୟୁବ ପ୍ଲସ 2 ର 2 ର ସ୍କୋୟାର ଆଉ 36 ଟା 3 ର କ୍ୟୁବ ପ୍ଲସ 3 ର ସ୍କୋୟାର ଠିକ ଅଛି
ଆଉ ତାପରେ ସେମିତି ଭାବରେ ପିଲେ କଣ 4 ର କ୍ୟୁବ ପ୍ଲସ 4 ର ସ୍କୋୟାର ହେଲେ କେତେ ହେଇଗଲା 64 ଇଏ ହେଇଗଲା ପିଲେ 16 64 16 କେତେ 80 ହେଲା। ଆଉ ଅନ୍ୟ ମାନେ ଆଉ କିଛି ଅନ୍ୟ ଲଜିକ ଲଗେଇଛ କି ପିଲେ ନା ଏଇଟା ହିଁ ଲଗେଇଛ? ଆଜ୍ଞା 1 ର ସ୍କୋୟାର ଇଣ୍ଟୁ 2 2 ର ସ୍କୋୟାର ଇଣ୍ଟୁ 3 ଶେଷ ହେଇଗଲା। ହଁ ତ ସେମିତି ମଧ୍ୟ କଲେ 36 ଟା କଣ ହେଇଯିବ 3 ର ସ୍କୋୟାର ଇଣ୍ଟୁ 4 ନାଇଁ କି ଆଜ୍ଞା ଆଜ୍ଞା ଆଉ ତାପରେ 4 ର ସ୍କୋୟାର ଇଣ୍ଟୁ 5 ଆଉ ଠିକ ଏମିତି ବି ହେଇପାରିବ ପିଲେ। ଆଚ୍ଛା ତାପରେ ପିଲେ 8 ନମ୍ବର ଟା 19 8 ନମ୍ବର 19 କେମିତି କଣ ହେଲା? 2 ର କ୍ୟୁ ମାଇନସ 8 3 ର କ୍ୟୁ ମାଇନସ 8 ଆଚ୍ଛା ଆଉ ଅନ୍ୟ ମାନ ପିଲା ଆଉ କାହାର କିଛି ଅନ୍ୟ ଆନ୍ସର ପିଲା ବାହାରିଛି କି? ଦେଖ ଏଠି ପିଲେ 2 ଅଛି ତାପରେ ପିଲେ 0 ଅଛି ତ 2 0 ଭିତରେ ପିଲେ ସମ୍ପର୍କ ଦେଖିଲା କଣ ନା 2 ର କ୍ୟୁବ କଲା ସେଥିରୁ 8 ମାଇନସ କଲା ତ ତାପରେ 3 ଦେଇଛି ତ ସେମିତି ଯଦି ପିଲେ 3 ର କ୍ୟୁବ କରିବ ମାଇନସ 8 କରିବ ହେଲେ କେତେ ଆନ୍ସର ହେଇଯିବ ପିଲେ 3 ର କ୍ୟୁବ ହେଲା 27 27 ରୁ 8 ହେଲେ 19 ହେଲା। ତାପରେ ପିଲେ 9 ନମ୍ବର 21 9 ନମ୍ବର 21 ହେଲା କେମିତି କଣ ହେଲା? 6 3 18 ପ୍ଲସ 3 ହୁଁ ସେମିତି 3 18 ପ୍ଲସ 3 61 ଏମିତି କଲ ପିଲେ 61 ବୋଲି 61 କେମିତି ହେଲା ପୁଣି ତମର? ପ୍ଲସ୍ କରିଦେଇଛି 6 ପ୍ଲସ୍ 21 ହୁଁ ଯୋଉଠି କି ମୋର 27 ହୁଁ ତା 3 ର କ୍ୟୁ ସେଇଟା ଆଚ୍ଛା ତମର ଯାହାର 21 ହେଲା ସେ କେମିତି କଲ କହିଲ 6 3 କି 18 ପ୍ଲସ 3 ମିଶେଇଲ କି ଆଜ୍ଞା ଆଉ ତାପରେ 3 into 6 plus 3 ତ କଣ ଲଜିକ ଏଠି କିଛି ହେଲାନି ଲଜିକ ମାନେ 6 ଟା 3 ଟା କମନ ଯାଉଛି ଆଉ ସେଥିରେ ପ୍ଲସ 3 ବି ଆଡ ବି ହଉଛି। ହୁଁ କିଛି ସେମିତି ରହିଲାନି ନା କାହିଁକି ନା 6 ରେ ତମେ 3 ଗୁଣିଲ ଏପଟେ 3 ଗୁଣିକିରି 3 ମିଶେଇଲ ଏପଟେ ସେମିତି 3 ଗୁଣିକିରି 3 ମିଶେଇବ ହେଲେ ହଉଛି କି 3 3 9 3 12 ହେଇଯାଉଛି ହେଲା ତ ସେଥିପାଇଁ ସେ ଲଜିକ ଟା ପିଲା ହବନି ସେଥିପାଇଁ ଦେଖ 6 ଅଛି 21 ଅଛି ତ ସିଏ ଏଠି ଲକ୍ଷ୍ୟ କଲେ କଣ ନା 6 ଆଉ 21 ଦିଟାକୁ ମିଶେଇ ଦିଆଯାଉଛି ପିଲେ ମିଶିଲେ କେତେ ହେଇଯିବ 6 ରେ 21 ମିଶିଲେ 27 27 ଯୋଉଟା କି ପିଲେ କାହାର କ୍ୟୁବ 3 ର 3 ର କ୍ୟୁବ ସେମିତି ଏଇ ଯୋଉ 3 ସାଙ୍ଗରେ ପିଲେ ୟାଙ୍କ ଭିତରୁ ଦେଖିଲେ କାହାକୁ ମିଶେଇଲେ ପିଲେ କ୍ୟୁବ ହେଇପାରୁଛି ନା 61 କୁ ମିଶେଇଲେ କାହିଁକି ନା 61 ମିଶେଇବ ତ ମିଶେଇଲେ କେତେ ହେଇଯିବ ନା 64 4 ର କ୍ୟୁ ଆଉ 64 ପିଲେ ହେଇଯାଉଛି କାହାର କ୍ୟୁବ 4 ର 4 ର କ୍ୟୁବ କ୍ୟୁବ। ତ ସେଥିପାଇଁ ପିଲେ ହେଇଯିବ ଆନ୍ସର କୋଉଟା ନା 61 ସାର୍ ଆଉ ଥରେ ଟିକେ କୁହନ୍ତୁ ସେଇଟା। ଦେଖ ସେଟା ଦେଖିଲା କଣ ନା ଏଠି 6 ଅଛି 21 ଅଛି ଦିଟା ଯାକୁ ମିଶେଇଲା 27 ଆଉ 27 ଟା କାହିଁକି ନା ଆମେ ତ ପିଲେ ଯୋଉ ପ୍ରାୟୋରିଟି ଚାର୍ଟ ହିସାବରେ ଆମେ ସବୁବେଳେ ସ୍କୋୟାର କ୍ୟୁବ ୟାକୁ ପିଲେ ଦେଖିଥାଉ ଆଉ 27 ଟା ମଧ୍ୟ ଆମମାନଙ୍କୁ ଦେଖିବା ପାଇଁ ମିଳିଯାଉଛି କି ଏ 3 ର କ୍ୟୁବ ହଉଛି ତ ସେଥିପାଇଁ ଏପଟେ ବି 3 ସାଙ୍ଗରେ ଆମେ କାହାକୁ ମିଶେଇଲେ ଦେଖିବା ଆମର କ୍ୟୁବ ବାହାରି ପାରୁଛି 3 ସାଙ୍ଗରେ 21 ମିଶିଲେ ତ କ୍ୟୁବ ହଉନି 31 ମିଶିଲେ ବି କ୍ୟୁବ ହଉନି 41 ମିଶିଲେ ବି କ୍ୟୁବ ହଉନି କିନ୍ତୁ 61 ମିଶିଲେ କଣ ହେଇପାରୁଛି 64 ହଉଛି 64 ଟା ଜଣଙ୍କର କ୍ୟୁବ ଆମେ ଜାଣିଛେ ପିଲେ 4 ର କ୍ୟୁବ ବୋଲି ସେଥିପାଇଁ ପିଲେ ଆନ୍ସର ହେଇଯିବ କୋଉଟା ନା 61 ଚାଲ ତାପରେ 10 ନମ୍ବର ଟା ପିଲେ 169 ହଁ ତ ପିଲେ 6 ଅଛି 64 ଅଛି ତ 64 ଟା ତ ଆମେ ଜାଣିଛେ ପିଲେ ଜଣଙ୍କର ସ୍କୋୟାର କାହାର ସ୍କୋୟାର 8 ର 8 ର ସ୍କୋୟାର ତାହେଲେ ଆମେ 6 ରୁ 8 ମଧ୍ୟ ବାହାର କରିପାରିବା 6 ରେ ପିଲେ 2 କରିକିରି ସେ ତାର ସ୍କୋୟାର କରିଦେଇଛି 6 2 8 8 ର ସ୍କୋୟାର ପିଲେ ହେଇଗଲା 64 ଆଉ ସେମିତି ଏଠି ଯଦି 11 ଅଛି ତାହେଲେ ଏଇଟା ମଧ୍ୟ ନିହାତି ଭାବରେ 11 ପ୍ଲସ 2 ର ସ୍କୋୟାର ହେଇଯିବ ତ 11 ପ୍ଲସ 2 ର ସ୍କୋୟାର କେତେ ହବ 169 169 ହେଇଯିବ ଠିକ ଅଛି ତାପରେ ପିଲେ 11 ନମ୍ବର 5 7 8 4 ପ୍ଲସ୍ 1 କରିଦେଇଛି
5784 କେମିତି କଣ ହେଲା? ଡିଜିଟ୍ ଗୁଡା +1 କରିଦେଇଛି। ହଁ ତ ଦେଖିଲେ ପିଲା ଏଠି ଜଣା ପଡୁଛି ଦେଖ 3 1 4 2 1 3 6 1 7 5 1 6 ନା ନାଇଁ ତ ନିହାତି ଭାବେ ଏଇଟା ବି ଆମେ ସେମିତି ହିଁ କରିବା ପିଲେ ତ 4 ରେ 1 ହେଲା 5 6 ରେ 1 ହେଲେ ପିଲେ କେତେ ହେଇଯିବ 7 7 ରେ ପରବର୍ତ୍ତୀ ସଂଖ୍ୟା 8 3 ର ପରବର୍ତ୍ତୀ ସଂଖ୍ୟା ପିଲେ କେତେ 4 ତାହେଲେ 5 7 8 4 ହେଲା ଠିକ ତାପରେ ପିଲେ 12 ନମ୍ବର ଫାଷ୍ଟ ଅପସନ ଟା ଅପସନ 1 ଅପସନ 1 କେମିତି ହେଲା ଡିଜିଟ୍ ସମ୍। ଦେଖ ଯେତେବେଳେ ତମମାନଙ୍କୁ ପିଲେ ପରୀକ୍ଷାରେ ଏମିତିକା ଲମ୍ବା ଲମ୍ବା ବହୁତ ବଡ ବଡ ସଂଖ୍ୟା ପିଲେ ଦେଇଥିବ ଏମିତି 4 ଟିକିଆ 5 ଟିକିଆ ସଂଖ୍ୟା ଦେଇଥିବ ସେଠି ସବୁବେଳେ ଏଇଟା ଗୋଟେ ଦେଖିଲ ଶିଖିଲ ଗୋଟେ ପ୍ରକାର ଲଜିକ ଶିଖିଗଲ ପିଲେ ଏମିତି ପରବର୍ତ୍ତୀ ସଂଖ୍ୟା ଏମିତି ବି ଦେଇଥାଇପାରେ ଅଥବା ପିଲେ ପୂର୍ବବର୍ତ୍ତୀ ସଂଖ୍ୟା ବି ଦେଇଥାଇପାରେ ଏଇଟା ଗୋଟେ ଲଜିକ ହେଲା କାହିଁକିନା ଏଗୁଡାକ ଏତେ ବଡ ବଡ ସଂଖ୍ୟା ଗୁଡାକ ଆମେ ତାର ବର୍ଗ ତାର କ୍ୟୁ ଏସବୁ ବାହାର କରିବା ପିଲେ କଷ୍ଟ ହେଲା ଆଉ ଗୋଟେ ନାହିଁ ତ ଯଦି ବଡ ବଡ ସଂଖ୍ୟା ଅଛି ଆଉ ଗୋଟେ ପିଲେ ମେଥଡ ଆପ୍ଲାଏ କରିବ କଣ ନା ସମସ୍ତଙ୍କର ଡିଜିଟ କୁ ପିଲେ ମିଶେଇ ଦବ ଡିଜିଟ ସମ୍ ହେଲା ଯେମିତି କି ପିଲେ 2 2 6 4 ଅଛି ଏମାନଙ୍କୁ ସମସ୍ତଙ୍କୁ ମିଶେଇଲେ କେତେ ହବ ପିଲେ 2 2 4 6 4 10 4 14 ହେଲା ଆଉ ତାପରଟା ବି ସେମିତି ପିଲେ 7 2 9 4 11 1 ନାମ 4 2 6 7 13 1 14 ସରି ହେଲା 7 2 9 4 13 1 14 ହେଲା ସେମିତି ପିଲେ 3 1 4 4 2 6 9 6 ପିଲେ 15 ତ ଦେଖିବ ପିଲେ କାହାର ସଂଖ୍ୟାକୁ ମିଶିଲେ 15 ହଉଛି ହେଲା 6 3 9 4 13 2 15 ତ ଫାଷ୍ଟ ଅପସନ ହେଇଯାଉଛି ପିଲା ନା ନାଇଁ ତ 6 3 4 2 ତ ବଡ ବଡ ସଂଖ୍ୟା ଥିଲେ এইଭଳିଆ ମେଥଡକୁ ପ୍ରାୟତଃ ଏକ୍ସାମ ରେ ଏଇ ଯୋଉ ଡିଜିଟ ସମ୍ ଟା ହିଁ ପ୍ରାୟତଃ ପିଲେ ପରୀକ୍ଷାରେ ଆସିଥାଏ ସେଥିପାଇଁ ତମମାନେ ମନେ ରଖିଥିବ ବଡ ବଡ ସଂଖ୍ୟାରେ ଯଦି କିଛି ରିଜନିଂ କ୍ୱେଶ୍ଚିନ୍ ଆସେ ତ ତମମାନଙ୍କୁ ପ୍ରଥମ କାମ ହେଲା ପିଲେ କଣ ନା ଏମାନଙ୍କର ଯୋଉ ଡିଜିଟ ଗୁଡାକୁ ପିଲେ ମିଶେଇକିରି ଦେଖିବ ହେଲା ସେଇଥିରେ ପ୍ରାୟତଃ ଆନ୍ସର ପିଲେ ହେଇଯାଏ ଚାଲ 13 ନମ୍ବର ପିଲେ ଫାଷ୍ଟ ଅପସନ ଟା 247 247 କେମିତି ସେଇଟାକୁ ମାଇନସ ହେଇଯିବ -2 -2 -1 ଆଉ ଥରେ କହିଲା କଣ ହେଲା କଣ କହିଲା ମାନେ ମାଇନସ ହେଇଯାଇଛି ଆଜ୍ଞା ମାନେ ତମେ କହିବା କଥା କି 371 ଆଉ ଯୋଉ 150 ଅଛି ଏମାନଙ୍କ ଭିତରେ ଗ୍ୟାପ ହେଲା ପିଲା କେତେ 2 to 1 2 to 1 ଏୟା ତ ପିଲା କଥା ଆଜ୍ଞା ତାହେଲେ ଏଇ ଯୋଉ 400 -221 ତାହେଲେ 221 ମାଇନସ କରିଦିଅ 8 ରୁ 1 ଗଲେ 7 6 ରୁ 1 ଗଲେ 5 4 2 ଗଲେ 2 ତ ହବ ଆଚ୍ଛା 2 to 1 ପରା ପିଲେ ଠିକ 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 ତାହେଲେ 247 ଆନ୍ସର ପିଲେ କୋଉଟା ହେଇଗଲା 247 ଠିକ ତାପରେ 14 ନମ୍ବର ପିଲେ 768 ଥାର୍ଡ ଟା କେମିତି ये भी ସେଇ ମାଇନସ ହେଇଛି ପ୍ଲସ ମାଇନସ ମାନେ 657 ରୁ 423 ଟା ମାଇନସ ହେଇଛି ତାହେଲେ ଏଇଟା ପିଲେ ଅଧିକ ବାଲା ଅଛି ନା କି ତାହେଲେ ଯୋଉ 4 2 3 ରେ 6 5 7 ଏଇଟା ପିଲେ ମାଇନସ ହେଲା ହେଲା କିନ୍ତୁ ଏଠି ପିଲେ ମୁଁ ପ୍ଲସ ଟିକେ ହେଇଛି ଅଲଗା କରିଛି ଏଇଟା ମାନେ ସଂଖ୍ୟାର ସେ ଡିଜିଟ ଗୁଡାକୁ ପ୍ଲସ କରିଛି ଡିଜିଟ ଗୁଡାକୁ ପ୍ଲସ କରିଛି ମାନେ ଆଜ୍ଞା +2 +3 +4 ଏଇଭଳିଆ ଅଛି ସେଠି 4 ତାପରେ ଯୋଉ 4 2 3 ର 4 ଅଛି ସେଠି +2 ହେଲେ 6 ହେଇଗଲା ହୁଁ ତାପରେ 2 ଅଛି ସେଠି +3 ହେଇଗଲା 2 3 5 ହେଇଗଲା 3 ରେ 4 ମିଶିଗଲେ 7 ହେଇଗଲା ସେଇ ହଁ ସେମ ଫେରିଦେଲେ ବି ସେମ ଆସିବ ନା ସେମ ଏସି ହଉଛି ଆଉ ଠିକ କଥା କିଛି ଅସୁବିଧା ନାହିଁ ପିଲା ହେଲା ଏକା କଥା ହିଁ ତାହେଲେ ଏଠି ପିଲା କେତେ ମିଶିଲା 7 3 ଗଲେ 4 5 ରୁ 2 ଗଲେ 3 6 ରୁ 4 ଗଲେ 2 ତାହେଲେ 234 ପିଲେ ପ୍ଲସ ହେଇଛି ନାଇଁ କି ତାହେଲେ ଏଥିରେ ବି 234 ଲେଖେ ପ୍ଲସ କରିଦବ ପିଲେ ତ 4 4 8 3 3 6 5 2 7 ତ 7 6 8 ପିଲେ ହେଇଯିବ ଆନ୍ସର ଠିକ ତାପରେ 15 ନମ୍ବର ପିଲେ 291 291 କେମିତି ହେଲା ମାନେ ଅଧା 292 କୁ ଡିଭାଇଡ 2 କରିଦେଲେ ତ କାହିଁକି ନା ଜଣା ପଡିଯାଉଛି ପିଲେ 292 ର ଅଧା ହେଲା ପିଲେ 146 ନା ନାଇଁ ତ 292 ର ଅଧା ହେଲା ପିଲେ 146
ଆଉ ସେମିତିଆ 582 କୁ ପିଲା ଅଧା କରିଦବା କଥା ଆଉ। ତ 582 ଅଧା କରିଦେଲେ କେତେ ହେଇଯିବ? 2 ଦୁଗୁଣେ 4, 2 9 18 ନା ନାଇଁ 2 9 1 ଏଇଆ ତ ପିଲେ। ଆଜ୍ଞା ତାପରେ 16 ନମ୍ବର 246 ମଲ୍ଟିପ୍ଲିକେସନ ହବ। ସାର୍ 15 ନମ୍ବର ଟିକେ ଉତ୍ତର କହିଲେ। ଦେଖ 15 ନମ୍ବର ସେ କଣ କରିଛି ନା 292 ଅଧା କରିଦେଲା 146। ହଁ 292 ରୁ ଯୋଉ 146 ସେ ବାହାର କଲା, କେମିତି ବାହାର କଲା ନା 292 କୁ ଅଧା କରିଦେଲା 146। ତ ଆମେ ସେମିତି 582 କୁ ଅଧା କରିଦବା ଆଉ 291 ହେଇଯିବ ହେଲା। ହଁ ସାର୍। ଆଉ ସେମିତିକା 16 ନମ୍ବରଟା ବି ଠିକ ସେମିତି ହିଁ ହେଇଛି ପିଲେ। କଣ ସେ କରିଛି 236 ଅଛି, ସେଥିରେ ଦୁଇ ସେ ଖାଲି ଗୁଣା ହବ। 2 ଖାଲି ଗୁଣି ଦେଇଛି ପିଲେ। 2 ଗୁଣି ଦେଲେ 472 ହେଇଯାଉଛି। ଆଉ ଆମେ ବି ସେମିତି 123 ରେ ପିଲେ କଣ କରିବା? 2 ଗୁଣା ହବ। 2 ଗୁଣି ଦେବା ପିଲେ ଆଉ 2 3 6 ହେଲା, ମାନେ 246 ଆଉ 246 କୋଉଠି ଅଛି? ଏଇଠି ଅଛି ଆଉ ହେଲା। ତାପରେ 17 ନମ୍ବର 36 36 36 କେମିତି ହେଲା? ତାକୁ ମଲ୍ଟିପ୍ଲିକେସନ ହେଇଯିବ। ଡିଜିଟ 9 ଗୁଡାକୁ 3 18 18 5 9। ହଁ ତ ବେଳେ ବେଳେ ପିଲେ ଡିଜିଟ ଗୁଡାକୁ ମଧ୍ୟ ପିଲେ ଇଣ୍ଟୁ କରି ଦିଆଯାଇଥାଏ। ଯୋଉ 365 ନାହିଁ ପିଲେ ତ 365 ଅଛି ନା, ତ ସେ କଣ କରିଛି ନା 3 ଗୁଣନ 6 ଗୁଣନ 5, କାହିଁକି ନା 6 3 18 5 90, ତ 90 ଅଛି। ତ ସେଇ ଦୃଷ୍ଟିରେ ପିଲା ଆମେ 6 2 3 ରୁ ମଧ୍ୟ କଣ କରିବା 6 ଗୁଣନ 2 ଗୁଣନ 3, ତ 6 ଦୁଗୁଣେ 12, 12 3 କେତେ 36। 36 ଠିକ। ତାପରେ ପିଲା 18 ନମ୍ବର 54 54 54 କେମିତି ହେଲା? ଫାଷ୍ଟ ଆଗ ସବୁତକ ଡିଜିଟ ଗୁଣିଦବା, ଗୁଡାକ ଗୁଣା ହେଇକି ହାଫ୍ 5 କରାଯାଇଛି। into 2 ତାକୁ 2 ରେ ଡିଭାଇଡ କରିଦବା ଆଉ। ଆଚ୍ଛା, ଯୋଉ 562 ଥିଲା ସେ କଣ କଲା ପିଲେ ନା 5 ଗୁଣନ 6 ଗୁଣନ 2 ଡିଭାଇଡେଡ ବାଇ 2, ନାଇଁ 6 5 30 ଦୁଗୁଣେ 60, 60 ର ଅଧା ପିଲେ। ଠିକ କଥା ହେଲା। ଆଉ ସେମିତି ପିଲେ ଯୋଉ 6 6 3 ଅଛି ଆକୁ ବି ଆମେ ସେମିତି ହିଁ କରିବା ପିଲେ। ତ 6 ଗୁଣନ 6 ଗୁଣନ 3 ଡିଭାଇଡେଡ ବାଇ ପିଲେ କେତେ 2, ତାହେଲେ ପିଲେ 3 3 9 16 54, ତ ଆନ୍ସର କେତେ ହେଇଯିବ 54 ହେଇଯିବ ନା। ଆଜ୍ଞା ଠିକ ହେଲା ପିଲେ। ତାପରେ 19 ନମ୍ବର 36 ତାକୁ କେମିତି ଡିଭାଇଡ ହେଇଯିବ। 36 କୁ 2 ରେ ଡିଭାଇଡ କରିଦେଲେ 18 ବାହାରି ପଡିବ। ଆଚ୍ଛା, ତ ବେଳେ ବେଳେ ପିଲେ ଏ ଟାଇପ ରେ ବି କ୍ୱେଶ୍ଚିନ୍ ଆସିପାରେ ପିଲେ ହେଲା। ମାନେ 362 ଦେଇଛି ନା, କିଛି ହେଇନି ପିଲେ, ସେ ଖାଲି କଣ କରିଛି କହିଲ ଏଇ ଯୋଉ 362 ଦେଇନି ୟାକୁ ସେ 2 ଖଣ୍ଡ କରିଦେଇଛି ପିଲେ, ଏ ମଝିରେ ଗୋଟେ ଗାର ପକେଇ ଦେଇଛି, ଆଉ କିଛି କରିନି ହେଲା। ମାନେ 36 କୁ ପିଲେ କୋଉଥିରେ ହରି ଦେଇଛି 2 ରେ ହରି ଦେଇଛି। ତ ଏଠି ମଧ୍ୟ ଠିକ ଯୋଉ 722 ଦେଇଛି ୟାକୁ ମଧ୍ୟ ପିଲା ମଝିରେ ଯଦି ଗାରଟେ ପକେଇଦବା ତାହେଲେ କଣ ହେଇଯିବ 72 କୁ 2 ରେ ହରିବ, ତ 2 ରେ ହରିଲେ ଆନ୍ସର ହେଇଯିବ ପିଲେ 36। ଠିକ। ତାପରେ 20 ନମ୍ବର ପିଲେ ସେଟା 64 60 ନା 64? 12 କୁ 64 2 ରେ କରିଲେ 36 ହେଲା। ହଁ କଣ କହିଲା 12 ଗୁଣନ 3 କହିଲେ, ହଁ ଇଏ ବି 36 ଗୋଟେ ହେଇଗଲା ପ୍ରକାର, ଲଜିକ ଲାଗିପାରିବ ପିଲେ, କାହିଁକି ନା କିଛି ଭୁଲ ବି କଥା ନାହିଁ। କାହିଁକି ନା ଯଦି ପିଲେ 1 2 3 ରୁ ସେ 36 ଆଣିଛି ତ ଏମିତି ବି ହେଇପାରେ ପିଲେ। ଏ 12 ଗୁଣନ ମାନେ 123 ଯୋଉ ଅଛି ତ 12 ଗୁଣନ 3 ହେଇପାରେ। ଆଉ ଏଠି ଯୋଉ 125 ଅଛି ଏଇଟା ମଧ୍ୟ କଣ ହେଇପାରେ ପିଲେ 12 ଗୁଣନ 5 ହେଇକି ମଧ୍ୟ 5 ଏକରେ ବି 60 ହେଇପାରେ, କିଛି ଅସୁବିଧା କଥା ନୁହଁ। ତ ଏଇ ଲଜିକ ମଧ୍ୟ ଠିକ ହିଁ ଅଛି ପିଲେ ହେଲା। ତ ଏଇ ଜାଗାରେ ଆହୁରି ମଧ୍ୟ ଗୋଟେ ଲଜିକ ଲାଗିପାରୁଛି ପିଲେ, ସେ ଲଜିକ ହେଲା କଣ 3 2 ମାନେ 1 2 3 କି ମିଶେଇ ଦେଲେ 6 ହେଇଯାଉଛି, 6 ର ସ୍କୋୟାର 36 ଏମିତି ବି ହେଇପାରିବ। ଏମିତି ବି ହେଇପାରୁଛି 1 ପ୍ଲସ 2 ପ୍ଲସ 3 ର ପ୍ଲସ ସ୍କୋୟାର କଲେ ବି 36 ହଉଛି, କାହିଁକିନା 2 1 3 3 3 6 ଆଉ 6 ର ସ୍କୋୟାର ପିଲେ 36 ହେଲା। ତ ସେଇ ଦୃଷ୍ଟିରୁ ପିଲେ ଯୋଉ 125 ଦେଇଛି ତାହେଲେ 1 ପ୍ଲସ 2 ପ୍ଲସ 5 ର ପିଲେ କଣ ହେଇଯିବ ସ୍କୋୟାର ହେଇଯିବ। ତ 5 2 7 1 8 8 ର ସ୍କୋୟାର ପିଲେ କେତେ 64 ହେଲା। ତ ଯଦି 60 ନଥାନ୍ତା ଅପସନ ରେ ତାହେଲେ 64 କରିପାରିଥାନ୍ତେ ପ୍ଲେ ଲଜିକ ଲଗେଇକିରି। ତ ଉଭୟ ଯଦି 64 ନଥାନ୍ତା 60 ବି କରିପାରିଥାନ୍ତେ ଏ ଲଜିକ ଲଗେଇକିରି। ତ ଦି ପ୍ରକାର ଲଜିକ ଟା ତମ ମାନେ ପିଲେ ମନେ ରଖିଥାଅ। ଚାଲ ତାପରେ ପିଲେ 21 ନମ୍ବର 2 3 3
ତାହେଲେ ସେ ଯୋଉ 20 ନମ୍ବର କ୍ୱେଶ୍ଚିନ୍ ଆନ୍ସରଟା ତାହେଲେ 60 ହେଇପାରେ 64 ବି ହେଇପାରିବ। ହଁ 60 ବି ହେଇପାରିବ 64 ବି ହେଇପାରିବ। ତ ଅପସନ ଦେଖିକିରି ଆମେ କାମ କରିବା ହେଲା। ତ ଏଠି ଦିଟା ଅପସନ ଦେଇଛି କିନ୍ତୁ ପରୀକ୍ଷା ଗୁଡାକରେ ଏମିତି ଦିଟା ଅପସନ ପିଲା ଆସିବନି କେବେ। ସେ ଯୋଉ ପ୍ରକାରରେ ବାହାର କରିଥିବ ସେ ଅପସନ ଟାକୁ ହିଁ ଦବ। ତାହେଲେ ପିଲେ 245 ଯୋଉ 121 ତ ପିଲା ଆମେ ଜାଣିଛେ ପିଲେ ଆମକୁ 121 ଦେଖିଲେ ଜଣା ପଡିଯାଉଛି କାହାର ନା କାହାର ସ୍କୋୟାର ପିଲେ କାହାର ସ୍କୋୟାର 11 ସ୍କୋୟାର। ତାହେଲେ ଆମକୁ ବାସ୍ ଦେଖିବାକୁ ପଡିବ ଯେ 2 4 5 ସାଙ୍ଗରେ 11 ର କି ସମ୍ପର୍କ ଅଛି କି? ତ ଆମେ ଯଦି ଡିଜିଟ ମାନଙ୍କୁ ମିଶଉଛେ 4 2 6 5 11 ତାହେଲେ ମଧ୍ୟ 11 ମିଳିଯାଉଛି। ତାହେଲେ ଏଥିରୁ ଗୋଟେ ପ୍ରକାର ସିଦ୍ଧାନ୍ତରେ ଆମେ ପହଞ୍ଚି ପାରୁଛେ କି ପିଲେ ଏଠି ହେଇଛି କଣ ନା 2 ପ୍ଲସ 4 ପ୍ଲସ 5 ର ପିଲେ କଣ ହେଇଛି ନା ସ୍କୋୟାର ହେଇଛି। ତ ସେଇ ଦୃଷ୍ଟିରୁ ପିଲେ ଯୋଉ 357 ଦେଇ ତାକୁ ମଧ୍ୟ ପିଲା ମାନେ କଣ କରିବା 3 ପ୍ଲସ 5 ପ୍ଲସ 7 ର ପିଲେ ସ୍କୋୟାର କରିବା। ତ 5 3 8 7 15 15 ସ୍କୋୟାର ପିଲେ କେତେ ହେଇଯିବ 225 ହେଲା। ତାପରେ ପିଲେ 22 ନମ୍ବର 441 କେମିତି ହେଲା 441 885 ଅଛି ସେଠି 85 ପ୍ଲସ୍ 1 କଲେ 86 ହେଇଯାଉଛି ଆଉ 8 ମାଇନସ୍ 5 ଇକ୍ୱାଲ୍ ଟୁ 3 ଆଉ ଥରେ କହିଲା କଣ ହେଲା 850 850 ରୁ ଯୋଉ 85 ଅଛି 85 ସେଠି ପ୍ଲସ୍ 1 ମିଶିଗଲେ 86 ହେଇଗଲା। ତାପରେ ସେ 85 ରୁ 8 ମାଇନସ୍ 5 କରିକିରି ବିୟୋଗ କରିଦେଲେ ମାନେ 3 ହେଇଯାଉଛି। ଆଚ୍ଛା ଦେଖ ଆମେ ଚିନ୍ତା କରିବା ପିଲା 850 ରୁ ସେ ପିଲା 863 ବାହାର କରିଛି। ଯଦି ଆମେ ଏତିକି ପାଖରେ ପହଞ୍ଚି ଗଲେ ସେଇ ଜିନିଷଟାକୁ ଆମେ ଏଠି ମଧ୍ୟ ଆପ୍ଲାଏ କରିଦବା। ତ ଆମେ ଦେଖିଲେ ପିଲେ ପ୍ରଥମେ ଯେହେତୁ ବଡ ବଡ ସଂଖ୍ୟା ଅଛି ଆମେ ତାକୁ ପିଲେ ପ୍ରଥମେ ତାର ମାନେ ଡିଜିଟ ସମକୁ ମିଶେଇବା ମନେକର 850 ରେ ତିନିଟା ସଂଖ୍ୟା ଅଛି 8 ରେ 5 ମିଶିଲେ 13 ହେଇଯାଉଛି। ତ ସାଙ୍ଗେ ସାଙ୍ଗେ ଆମ ଆଖି ଗୋଟେ ନଜର ପଳେଇ ଆସିଲା କି 850 ରେ ତ 13 ମିଶିଲେ 863 850 ରେ 13 ମିଶିଲେ 863 କି ନାଇଁ ହେଲା। ତ ସେଇ ଲଜିକ ଟା ଆମେ ଏଠି ମଧ୍ୟ ଲଗେଇବା ପାଇଁ ଚେଷ୍ଟା କରିବା ଯଦି ତ ଏଠି 430 ଅଛି 430 ରେ ବି ସମକୁ ତ 4 3 7 ହଉଛି ତ 7 ମିଶିଲେ 437 ହେଇଯାଉଛି। ବୁଝିହଉଛି ନା ନାଇଁ କେମିତି ସେ ଲଗେଇଲା ପିଲେ 850 ଥିଲା ତ ସେ କଲା କଣ ନା 850 ପ୍ଲସ 8 ପ୍ଲସ 5 ପ୍ଲସ 0 ଏହା ତ କଲା ପିଲେ ନା ନାଇଁ। ତ ସେଇ ପ୍ରୋସେସ ଟା ଆମେ ଏଠି ମଧ୍ୟ କରିବା ପିଲେ କି 430 ରେ ପ୍ଲସ 4 ପ୍ଲସ 3 ପ୍ଲସ କେତେ 0 ତ 437 ହେଇଯିବ ପିଲେ ହେଲା। ତାପରେ ପିଲେ 23 ନମ୍ବର ଆଉଥରେ ଟିକେ ହଁ ଆମମାନେ ପ୍ରଥମେ ଦେଖିଲେ କି ଯୋଉ 850 ରୁ 863 ହେଲା କେମିତି। ତ ଆମମାନେ ପ୍ରଥମେ 850 କୁ ଲକ୍ଷ୍ୟ କଲେ ଯଦି ଆମେ ୟାକୁ ମିଶଉଛେ 8 ରେ 5 ମିଶିଲେ 13 ହଉଛି। ତ ସାଙ୍ଗେ ସାଙ୍ଗେ ଆମ ଆଖିଆକୁ ନଜର ଆସିଲା କି ଯଦି 850 ରେ 13 ମିଶଉଛେ 863 ହେଇପାରୁଛି। ଅର୍ଥାତ 850 ରୁ 863 ହେଲା କେମିତି ନା ଏଇ ସଂଖ୍ୟାରେ ମାନେ 850 ରେ ତାର ଡିଜିଟ ସମକୁ ମିଶେଇଲେ ଆନ୍ସର ବାହାରି ପାରୁଛି। ମାନେ 850 ରେ 8 5 0 କୁ ଯଦି ମିଶେଇବା ତାହେଲେ 863 ହଉଛି। ତ ସେଇଟାକୁ ଆମେ ଏଠି ଆପ୍ଲାଏ କଲେ ଆଉ ଯେମିତି 430 ରେ ଆମେ 4 3 0 ଯଦି ମିଶେଇବା ତାହେଲେ 437 ହବ ହେଲା। ଆଉ ପିଲେ 23 ନମ୍ବର କେତେ ହେଲା ଆନ୍ସର 789 କେମିତି କଣ ହେଲା 235 ଅଛି ହଁ କହୁନ ପିଲେ ଠିକ ଅଛି। ତ 235 ପିଲା ଅଛି ବୁଝିଲ କି 587 ପିଲା ଅଛି। ତ ଆମେ ପ୍ରଥମେ ଲକ୍ଷ୍ୟ କରିବା ପ୍ରଥମେ ତ ଆମେ ଯେହେତୁ ବଡ ସଂଖ୍ୟା ଅଛି ପ୍ରଥମେ ୟାକୁ ତ ମିଶେଇବା ପାଇଁ ଚେଷ୍ଟା କରିବା। ତ ୟାକୁ ପିଲେ ମିଶେଇଲେ କେତେ ହଉଛି ପିଲେ 5 3 8 2 10 ହେଲା। ହଉ ଠିକ ଅଛି 10 ପିଲେ ହେଲା। ଯଦି ୟାକୁ ମଧ୍ୟ ମିଶେଇବା ପିଲେ କେତେ ହବ 8 7 15 5 20 ତାହେଲେ ଆମକୁ ପିଲେ 10 ଆଉ 20 ଭିତର ସମ୍ପର୍କ ତ ଆମକୁ ଜଣା ହିଁ ପଡିଯାଉଛି ପିଲେ କି 10 ରେ 2 ଗୁଣିଲେ 20 ହଉଛି।
तो ठीक सहीटा को हम माने ए जगह पे अप्लाई करबा एठी जो 435 पिला अछि याकु जो मिसेया पिले 5 3 8 4 केते 12 ताले 12 रे पिले सेम 2 गुणले केते हबो 24 24 माने या भीतर देखिबा कि कहार संख्या को मिसिले 24 हे परुछि पिले 8 8 16 7 23 9 9 18 8 26 9 8 17 7 24 ताले को संख्याटा पिले परुछि 799 हैला 8 8 16 25 हे हबोने पिले तो 7 8 9 हैला तापर पिले 24 नंबर सर एମିତି କି ହେଇପାରିବ କି 2 3 3 5 8 5 2 7 ସେଇ ଟାଇପ ର ହେବ କି कौन कहला जे आउथरे को 2 3 2 5 5 3 8 5 2 7 ସେଇ ଭଳି 4 3 ମୁଁ 7 ଏମିତି ବଢାଇ 3 କରିଛି। अच्छा 2 3 5 5 3 8 2 5 7 एमती कहछ जे आज्ञा सेमती का 4 3 7 5 3 8 5 रे नबा चमत्कार काहे न हबो हे परियो हला ठीक अछि सर आउथरे कहबे सेकंड जो कहले सेकेंड जे से कोन कहले कि देख से कहले से प्रथमे गोटी गोटी संख्या को देखिले से देखुछि 2 रे तो 3 मिसले 5 हे होछि तो हे गेला 5 तापर यार सेमती 3 और 5 को मिसले 8 हे परुछि आ तापर फास्ट और लास्ट संख्याटा मिसले 7 होछि माने 2 3 5 3 5 8 आ ये 2 5 रे मिसले 7 तो ठीक सेमती का सेठी कोन कहला 4 रे 3 मिसले 7 3 रे 5 मिसले 8 तापर जो फास्ट संख्या शेष संख्या मिसै करी 5 4 की 9 हैला ମୁଁ ବି ଏମିତି କରିଛି तो ठीक अछि कि ଏମାନେ ଯଦି ତ୍ରିଭୁଜ ଭଳିଆ ଆଉ ଯଦି ABC ନେବା AB BC CA ସେଇଭଳିଆ हां से टाइप रे छै हम चल तापर 24 नंबर प्ले कार केते आंसर बाला 163 163 केमती कोन हला डिजिट सम ଚିତ୍ରକୁ ମିଶା ହେଲା मिसै देला 4 2 6 1 7 4 2 6 1 7 तमे कोन कला 4 2 6 1 7 7 1 8 8 तापरटा 2 1 6 टा कले कोन हबो 9 6 1 7 2 9 तापरटा तुम चेष्टा करो 10 हवा पे 10 हवा पहले कोडा टिकोटा होची 163 ये तो प्ले हां तो ठीक अछि प्ले 163 हे जो हैला ठीक तापर प्ले 25 नंबर 42 42 42 केमते कोन हला 42 हरण 3 3 रे डिवाइड हे गल अच्छा तले सो 111 अछि 111 को प्ले 3 रे हरिले ही 37 हे होछ नै ठीक 37 3 के 111 सॉरी तो 111 को जो 3 रे हरि दबा प्ले 37 हे जाउची तो तमे से दृष्टि जो 126 को कोन कला 3 रे हरि दला आज्ञा ये तो प्ले 3 चौक 12 3 दुगुणे 6 हे गेले केते हे जिवो ना 42 हैला तो आंसर प्ले हे गला 42 तापर 26 नंबर थर्ड ऑप्शन ता थर्ड ऑप्शन केमते कोन कला थर्ड ऑप्शन टा जो स्क्वायर कर दलो 103 रो स्क्वायर और 106 रो स्क्वायर 106 को 106 ओहो हो ठीक कथा पिले काहे ना तमन को पिले मु थरे स्क्वायर पिले सिखैथिली तमन मन थियो 100 रो जति बड़ संख्या थियो केमति स्क्वायर तर बाहरे अरे ने 103 रो स्क्वायर पिले केमति बाहरियो 100 रो 3 अधिक तो 103 रो सेम 3 अधिक कले केता हबो अरे 103 रो तमन को स्क्वायर सिखैथिल ना मु पिले 100 रो 3 अधिक 103 रो 3 अधिक कले 106 आ 3 रो स्क्वायर केते हाँ तो 09 लिखा हो पिले तो ताले 103 रे पे स्क्वायर हे जाई छी बुझला कि पिले ताले जो 103 रो 106 शून्य पिले हे ने एटा पिले हे जाई छी कोन कहले 103 रो स्क्वायर हे जाई छी तो सही दृष्टि रूप जो 106 देई छी त 106 रो मध्य हम कोन करियो पड़िबो 106 रो स्क्वायर काढियो पड़िबो 106 रो स्क्वायर पिले किछि खाता पेन आवश्यक नै पिले पाटरे हिसाब करि दे परियो 106 टा पिले 100 रो केते अधिक 6
6 ଥିବ ତ 106 ରୁ 100 ବି ପ୍ଲସ୍ 6 ହଁ 106 ପ୍ଲସ୍ 6 କଲେ କେତେ ହେଇଯିବ 112 ବା ହଁ ଆଉ ବାକି 6 ର ସ୍କୋୟାର କେତେ 37 36 ତାହେଲେ 106 ର ପ୍ଲସ୍ ସ୍କୋୟାର କେତେ ହେଇଯିବ 112 36 ହେଲା ଠିକ ତାପରେ ପିଲା 27 ନମ୍ବର 1/30 ଆଚ୍ଛା ଦେଖ ପିଲା ଏଠି 0.02 ଦେଇଛି ପିଲେ ତାହେଲେ 0.02 ରୁ ପିଲେ ହରିଲେ ପିଲେ ଏତିକି ହବ ନା ଗୁଣିଲେ ପିଲେ ଏତିକି ହବ ତମ ମାନେ କୁହ ଗୁଣିଲେ ଗୁଣିଲେ ହବ ଆରେ ଗୁଣିଲେ ଗୋଟେ ଗୋଟେ କମି କମି ଆସିବ ନା ଆଉ ହରିଲେ ସିନା ବଢିବ ଦଶମିକ ପର ସଂଖ୍ୟା ଗୁଡାକ 1/10 ଗୁଣିଛି ସେଇଠି ହଁ 1/10 ଯୋଉ ଦେଖ 0.02 ରେ ଯଦି ପିଲା ମାନେ 10 ହରିବା ତାହେଲେ ପିଲା କେତେ ହବ 0.002 ଆରେ 0.002 ହବ ଟି କାହିଁକିନା 10 ରେ ଯଦି ହରିବା ପିଲେ ତାହେଲେ ଗୋଟେ ଶୂନ ଗୋଟେ ବଢିଯିବ କି ନାଇଁ ମାନେ ଦଶମିକ ଚିହ୍ନଟା ପିଲେ ଗୋଟେ ଶୂନ ଏପଟକୁ ପଳେଇ ଆସିବ ଦଶମିକ ବେଳେ ତମକୁ ଶିଖେଇଥିଲି ନା ଗୁଡାକ ତାହେଲେ ଏଠି କଣ ହେଇଛି ପିଲେ ନା 0.02 ରେ 10 ପିଲେ ହରା ହେଇଛି ତ ସେଇ ଦୃଷ୍ଟିରୁ ଏଠି ମଧ୍ୟ ଯୋଉ 1/3 ଦେଇଛି ତାହେଲେ 1/3 ରେ ପିଲା ଆମେ କଣ କରିବା 10 କୁ କଣ କରିବା ପିଲେ ହଁ ତ 10 ପିଲା ହରିବା 1/3 ରେ ପିଲା ମାନେ 10 କୁ ହରିବା ମାନେ 10ଟା ପିଲେ ତଳେ ଗୁଣା ହେଇଯିବ ତାହେଲେ 1/3 ଗୁଣନ 10 କେତେ ହେଲା କି ପିଲେ ନା ବୁଝିପାରିଲନି ଚାଲ ଆଉଥରେ କହିଦଉଛି ଆରେ ପିଲେ 1/3 ରେ ଆମେ 10 କୁ ପିଲେ ହରିବା ତ ତମେ ତ ଜାଣିଛ ପିଲେ ଭଗ୍ନାଂଶ ହରଣ ହୁଏ କେମିତି ହରଣ ଚିହ୍ନଟା ପିଲେ କଣ ହେଇଯାଏ ଗୁଣନ ଗୁଣନ ହେଇଯାଏ ଆଉ 10ଟା ମଧ୍ୟ ପିଲେ କଣ ହେଇଯିବ ଓଲଟି ଯିବ ନା ନାଇଁ ମାନେ 1/10 ହେଇଯିବ କି ନାଇଁ ତାହେଲେ 1/3 ଗୁଣନ 1/10 କେତେ ହେଇଯିବ 1/30 1/30 ହେଲା ତ ଆନ୍ସର ପିଲେ ହେଇଯିବ 1/30 ଠିକ ଅଛି ଚାଲ ତାପରେ ପିଲେ 28 ନମ୍ବର 1/3 28 ନମ୍ବର କାହିଁ ବା 1/3 ତ କିଛି ନାହିଁ 28 ନମ୍ବରଟା ହବ ଅପସନ 3 0.002 କେମିତି ହେଲା ସେଟା ଟିକେ କହିବ ଦେଖାଯିବ ସେ ଦେଇଛି 0.002 ତ ତାପରଟା ଦେଇଛି 0.002 ତାହେଲେ ଆମମାନେ ପିଲେ 0.02 ରୁ 0.002 କେମିତି ପାଇବା ଝିଅ ଯଦି ଆମେ 0.02 ରେ 10 ହରିବା ବୁଝିହଉଛି ନା ନାଇଁ ନା ବୁଝେଇଲାନି ଯେମିତି କି ଝିଅ ଯଦି 1.23 ଅଛି ଯଦି ଆମେ ସେଥିରେ ଯୋଉ 10 ଗୁଣିବା ତାହେଲେ କେତେ ହବ ଆନ୍ସର 1.230 12.3 ଦେଖ ତମେ ଯଦି 10 ଗୁଣୁଛ ନା ତାହେଲେ 10 ଗୁଣିଲା ନା ତାହେଲେ ସେ ଦଶମିକଟା କଣ ଦଶମିକଟା ଏପଟକୁ ପଳେଇ ଆସିବ ଠିକ ଅଛି ମାନେ 12 ଗୋଟେ ସଂଖ୍ୟା ଛାଡିକିରି ହେଇଯିବ ପିଲେ 12.3 ହେଇଯିବ କିନ୍ତୁ ତମେ ଯଦି 1.23 10 ହରିବ ତାହେଲେ ଝିଅ କେତେ ହେଇଯିବ ଏଇ ଯୋଉ ଦଶମିକଟା ଅଛି ନା ଦଶମିକଟା ଏପଟକୁ ପଳେଇ ଆସିବ ମାନେ 0.123 ମାନେ ଦଶମିକଟା ଏପଟେ 0 ଲେଖା ହେଇଯିବ ବୁଝାଉଛି ତ 0.123 ହେଇଯିବ ତ ଏଠି ମଧ୍ୟ ଦେଖ ସେମିତି 0.02 ରେ ଯୋଉ 10 ହରିବ ନା ତାହେଲେ ହବ ହିଁ ତମର 0.002 ହେଲା ତାହେଲେ ତୁମେ ଜାଣିପାରିଲ କି ଏଥିରେ 0.02 ରେ 10 ହରା ହେଇଛି ତାହେଲେ ଏପଟେ ବି ଯୋଉ ସଂଖ୍ୟା 1/3 ଅଛି ତ 1/3 ରେ ବି ଆମକୁ 10 ହରିବାକୁ ପଡିବ ଆଉ 1/3 ରେ 10 ହରିଲେ ଆମର ଆନ୍ସର ହଉଛି 1/30 ହେଲା ହଁ ସାର୍ ବୁଝି ଚାଲ ତାପରେ ପିଲେ 28 ନମ୍ବର କେତେ ହେଲା ଏଇଟା ହବ 79/69 ଆଚ୍ଛା କେମିତି କଣ ହେଲା କୁହ 2 into 10 minus 1 ତାପରେ by 3 into 10 minus 1 ଆଚ୍ଛା ତାହେଲେ ପିଲେ ଏଠି 2/3 ଦେଇଛି ତ 2/3 ରୁ ସେ 19/29 କରିଛି ତାହେଲେ ପିଲେ 19/29 ଦେଖିଲେ ଆମେ ଜାଣିପାରୁଛେ ତେ ପିଲେ ଆମର କଣ ହେଇଛି ନା ସେ 2 ଗୁଣନ 10
माइनस 1 ये सेमती पिले 3 गुणन 10 माइनस 1 कहीं 10 टू गुणे 20 20 गले 19 आ पिले 30 रे गले 29 तो ठीक सही दृष्टि रू पिले जो 8/7 अच्छी तले एटा मध्य कोन हे जिवो 8 गुणन 10 माइनस 1 तापर सेमती पिले 7 गुणन 10 माइनस 1 हेले केते हे होची पिले को 80 एक गले 79 70 रे गले पिले 69 हैला थर्ड ऑप्शन ठीक तापर ता पिले 29 नंबर टा को 1/3 1/3 केमते कोन हला 1/2 देखो पिले 1/4 रु पिले 1/8 देखिले ही जना पड़ जाउची पिले कि 1/4 गुणन 1/2 हेले पिले 1/8 होने अर्थात 1/4 से पिले 1/2 गुणिचे अथवा आमे अन्य भाषा रे कहि परिबा 1/4 से 2 की हरिछि ना नहीं बा आमे एमती भी कहि परिबा पिले 1/4 रे 1/2 गुणा हैछि तो सही दृष्टि रु आमाने पिले 2/3 रे मध्य केते गुणिबा 1/2 तो 1/2 पिले गुणिबा तो 1/2 गुणले हबो केते 2 2 तो पिले कटि ही जिवो तो 1/3 ना नहीं 2/3 रे पिले जदि 1/2 गुणिबा त आंसर केते हे जिवो 1/3 हैला तापर पिले 30 नंबर 96 96 ए केमते कोन हला 12 अच्छा अच्छा एठी जो 12 8 अछि नै कि पिले तले जो 128 देछि तो 6 ने में कला पिले कोन ना 12 गुणन 8 ठीक आ सेने 24 टा मध्य कोन हे जिवो 24 गुणन 4 हे जिवो नै कि 24 चौको 4 ठीक चलो तापर पिले 31 नंबर 6 हाँ तो एटा मध्य 3 2 8 समान देखिलो पिले 4 हेछि तार माने पिले से कोन करछ ना 32 के 8 रे पिले हर देछि आ तो सही दृष्टि पिले जो 366 देछि हम तो कोन करिया पिले 36 के 6 रे हर दबा तो केते हेछि आंसर 6 6 हे गला ठीक तापर पिले 32 नंबर 4 हाँ ये सब क्वेश्चन जाको प्राय एका परिका ही अछि नहीं के पिले तो 24 के 8 रे हर दला 3 हे गला एठी सेमति पिले जो 3 2 8 अछि याकु मध्य 32 के 8 हर दले केते हे जिवो 4 नहीं ठीक तापर पिले 33 नंबर 95 95 केमति हला 4 11 6 5 11 डिजिट सम तमारे 47 की 65 के देखिला 7 4 तो 11 होची 6 5 भी पिले 11 होची आपको हम पिले मिसौ छ पिले आ तो सही दृष्टि रु जे 5 9 को पिले मिसाबा केते हबो 9 5 14 ताल देखियो पिले का को मिसले 14 होची 9 5 14 हो 95 हो हैला देखो एटी जब 47 अछि 65 अछि तो तमा देखिला कि यदि आर हमें दिना को जिंसु को मिसौचे 4 रे 7 मिसौचे 11 होची 65 रे भी जदि 6 को 5 रे मिसौ से भी 11 होची ताल निहाते बरे मानकर जो डिजिट सम गुडा को सेम सेम होचंती तो एपटे भी जो जो संख्या रहबे तांकर भी डिजिट सम कोन हबो सेम सेम हबो तो तमे देखिला 5 9 होची 14 सेम देखिबो ऑप्शन भितर कहार डिजिट सम टा 14 होची तो 95 रे हबो ठीक है अब भी कहार हबो 1 1 2 यार 7 यार 10 है ना तो सेति पई 95 हे जिवो तापर पिले 34 नंबर 49 केम देला 8 ରୁ 3 ଗଲେ 5 माइनस करिवे स्क्वायर 8 3 के ना कोन कोन 8 3 11 ना 8 3 छडा हबो 8 8 माइनस 3 ମାଇନସ୍ କରିକି 5 5 ର ସ୍କ୍ୱାର 25 अच्छा तले 8 ରୁ 3 जो हेला पिले तो से 8 ରୁ 3 को माइनस करियो स्क्वायर कर देले 5 5 25 ठीक तले सेही दृष्टि पिले 92 देछि ताको मध्य कोन करा हे जिवो 9 माइनस 2 तार प्लस स्क्वायर हे गला 9 रो 2 गले 7 7 स्क्वायर हे गला केते 49 ठीक तापर पिले 35 टा 12 केमते कोन हला 6 3 18 6 2 12
हाँ तो ये जो पिले 63 देनी 63 तो पिले 6 रे 3 गुणी देले 18 हो जाउची आउ तो सेई दृष्टि पिले ये जो 26 देइची तो 26 रे दिटा को इंटू कर देले केते हिजबो 6 दुगुणी 12 हैला आउ 36 नंबर 6 हाँ 6 केमते हैला को 6 ର ଅଧା 4 6 6 करे ତେଣୁ ଯୋଉ 3 ଦୁଗୁଣେ 6 ଆଉ ଗୋଟେ ହେଲା 3 2 5 हाँ तो ये ଆଠେ गोटे प्रकार लॉजिक पिले जो 6 है नी 6 रे पिला में देखिले 3 को 2 रे गुणिले होची 6 आ 3 को 2 रे मिसेले होची 5 तो सेमते 8 टा पिले 4 रे 2 गुणिले होची 8 सेमते तापरटा कोन हे जियो पिले 4 रे 2 मिसेले केता हो तो 6 हे गला ठीक हैला चलो तापर पिले 37 टा 12 है हाँ एटा भी सहज अछि पिले नहीं देखिले ही जना पड़ी जाउची काहे ना पिले 12 को बस 3 रे हरि दे जाऊ किछि करनी आ तो सेही दृष्टि पिले जो 7 2 6 अछि आकु हरि दब पिले केते हे जिवो 1200 को 72 हो हैला तापर पिले 4 5 6 15 24 हाँ तो 5 4 9 6 15 तो संख्या को मिसे देले ही जाउची नै कि अरे ए करछ तो पिले ना कोन करछ हैला आ सेमते 6 8 9 जो देछि आकु मते मिसे दबो 6 + 8 + 9 9 8 17 6 ना ना 7 8 9 के पिले सॉरी 7 8 9 पूरा हाँ 7 8 15 9 पिले केते गला 24 हैला तापर 39 25 ର क्यूब 25 ର क्यूब केमति कोन हैला 1 2 3 जो अछि सेटे जो जोडा मिडिल रो अछि तार स्क्वायर हिच ओनली हाँ एटा पिले बहुत बढ़िया क्वेश्चन पिले देखो 1 2 3 देछि ना आ एठी से 13 रे पिले स्क्वायर करछि तो देखो तमे देखि परतो पिले 1 2 3 अछि एठी भी तुमको 1 1 3 2 1 2 3 देखा जाउछि किंतु प्रोसेसटा से कोन करछि पिले फास्ट संख्या लास्ट संख्या को लेखिला तळे बाकी मध्य संख्या को पिले से कोन कर देछि घातांक कर देछि मध्य संख्या को से घातांक कर देछि तो सेम दृष्टि रु पिले जदि 2 3 5 को हम लेखिबा तले फास्ट संख्या लास्ट संख्या लेखिबा मध्य संख्या को पिले कोठी उठेबा क्यों माने मध्य संख्या जो 3 देछि 3 को पिला में घातांक करिया पड़ियो हला तापर पिले 40 नंबर को 30 तमा 3 चौक 12 5 चौक 20 20 तो ऑप्शनल पाइबनी तो सेति पे ना लॉजिक इस लगे पड़ियो प्ले तो 3 रु 12 प्ले तमे जानि परथुबो कि 3 रो स्क्वायर प्लस 3 12 हे जाउछि तो सेही दृष्टि प्ले 5 रा मध्ये हम कोन करबा 5 रो स्क्वायर प्लस 5 ताले 5 5 25 5 केते 30 30 तापर प्ले 41 नंबर ए बार 112 केमते हला 112 into 2 कर दीजिए 16 into 2 32 56 into 2 16 into अच्छा हाँ तो एमती भी पारिबो पिले नै कि अथवा माने एमती भी देखि परिबा जदि 16 अछि एठी पिले 56 अछि हैला तरे 32 संगे केते हो पिले नै कि तो ये कोन करना 16 को 2 रे गुणले होची 32 तो तमे कोन करना 56 को भी केते रे गुणी देला 2 रे गुणी देला या तो हे गेल हे जो 100 112 ठीक एमती भी हे परिबो पिले कि असुविधा नै हैला नॉन नहीं तो 16 56 हैला 16 56 जदि याको त माने ये करूछ हैला 8 दुगुणे 16 856 2 अनुपात 7 हो तो सेमती 32 संगे देखिबो कार पिले 2 अनुपात 7 होची हो तो चलो एमती न करी एमती मते तुम करिछ ठीक ही अछि कि असुविधा नै हैला तो 16 को से 32 संगे देखि पाइले
तो 2 गुणा है 56 को भी 200 ने गुणी देले 112 होची तापर 82 सर नंबर भଳିଆ ହେଇଗଲା 16 सर ଏଇଟା ତ ନମ୍ବର ସିରିଜ ଭଳିଆ 16 नंबर सीरीज भलिया ଆମେ ଝିଅ ବି କହି परिया नंबर सीरीज भलिया तो नुह हैला सर 16 संगे 56 ର କିଛି କନେକ୍ସନ ରହିଲାନି ନା ତାହେଲେ सर ଏଟା हाँ जो 16 संगे पिले 56 ର ଯଦି କନେକ୍ସନ କିଛି ରହିଲାନି ଏଠି ନା କି आके 16 संगे पिले 56 ର କିଛି କନେକ୍ସନ କରି ହବ କି ଦେଖ ଯଦି କରି ହବ ତ ବହୁତ ବଢିया କଥା मनकर 16 3 की पिले केते होची 48 अरे 16 3 की पिले 48 परा 48 रे 8 मिसले 56 होची हैला सेमते ମାନେ ସେଇଟା ହଉଛି 32 16 3 96 ତାପରେ 32 ର ଅଧା 16 ହେଇଯାଉଛି ठीक अच्छे देखो 16 56 भितर हम रिलेशन पिले बाहर कले कोन ना 16 गुणन 3 प्लस 16 ର ଅଧା ये तो अरे 16 3 की 48 48 रे 8 मिसले 56 तो जाको हम सेमती करबा हैला ताले पिले 32 गुणन 3 प्लस 32 ର ଅଧା तो 32 3 गुणले केते 3 दुगुणे 6 3 3 की 9 96 96 तो 96 रे 16 मिसले प्ले 112 हबो हैला तो सेति पे जो प्रकार रे कले मध्ये प्ले हमको आंसर पाखरे पहुंचीदार अछि हैला आ को 42 रो प्ले केते आंसर अछि 80 हो सर 80 80 हबो केम थेला 10 स्क्वायर -1 तो 10 रो स्क्वायर नै के -1 आ सेमति एटा मते कोन करबा हमें 9 रो स्क्वायर -1 है असे जीव ठीक एगुडा बहुत सारा कले पिला हम किछ ना किछ माने पाखरे पिला पहुंची पाजा बुझला ना एबे हम जति कले एबे जदी अन्य क्वेश्चन की हमको दिए तले हम किछ ना किछ लॉजिक पे लगी पर जति की लॉजिक हम सिखिलेनी आ को ना को लॉजिक लागी ही जीव पिले सेमति किछ ना चल आ यार तो किछ फार्मूला नहीं ना पिले को 8 24 या 32 6 हाँ तो एटा पर तो क्वेश्चन थिला बदा हमर पिले नहीं এটা 6 হবো हाँ कहीं ना हम जाना पड़े अछि पिले 2 की 4 रे गुणी देला 8 हे जाउछ आ सेमति पिले एटा सेमति कोन हे जीवो तो गुणी दबो 3 गुण 2 6 ठीक तापर पिले को 44 11 11 अच्छा हमको पिले जो 144 देखिए को मिलछि याकू देखिले ही लागु छि पिले 144 पिले कहार स्क्वायर 12 स्क्वायर अछि एठी पिले 10 देछि माने जहार स्क्वायर ताटु पिले 2 कम करिछि आ 169 मध्ये हम जानि से पिले 13 स्क्वायर त 13 टु मते केते माइनस कर दबा 2 माइनस करले पिले हे जबो 11 नै कि ठीक तापर पिले 45 2 222 केम थेला 4 ର क्यूब प्लस 4 सीक्वेंस 68 हमको लागु छि पिले 4 रो क्यूब रे 4 मिसि छि 130 सेमतिया 5 रो क्यूब रे 5 मिसि छि तापरटा रख तापरटा देछि 350 माने हम जानि छै पिले 7 रो क्यूब रे 7 मिसले हबो 350 तले एटा निया जाय पर पिले कोन हे जिवो 6 रो क्यूब रे 6 मिसे दबो तो 216 प्लस 6 पिले 222 ठीक तापरे 46 46 केते हला 2 डबल 1 केम देला 4 रो क्यूब -3 5 रो क्यूब -4 ठीक ठीक त पिले 4 रो क्यूब रु -4 कर देले हे गला पिले 3 सॉरी 4 रो क्यूब रु 3 माइनस हे गला सेमति 5 रो क्यूब रु पिले 4 माइनस कर जहार क्यूब छि तारो गोटे माइनस हां अब पे 7 रो क्यूब रु त 6 माइनस करला नै कि
7 ର क्यूब पिले हेगला 343 343 6 माइनस कर देले तो हे जिवो 337 हो ना नहीं हला सर एटा टी आउट रे कर देबे 46 कोडा कलर छै 46 ता हां यस सर 61 टा से कला कोन जे ना 4 र क्यूब कला 4 र क्यूब रु जे 3 माइनस कला होछि 61 तापर टा हमें देखिले 5 र क्यूब रु 4 माइनस कला होछि 121 एटा हमें गोटे प्रकार ढांचा पाइले कि जहार क्यूब होछि तार पूर्ववर्ती संख्या माइनस होछि तो सही दृष्टि में लास्ट मते पके कि देखिले कि 7 र क्यूब रु 6 माइनस कले हे जाउछि तले एटा मते हम माने पहुंच पारिया कि 6 र क्यूब रु प्ले केते माइनस हबो 5 माइनस हबो तले 216 रु प्ले 5 माइनस कर देले केते हिजबो 211 हैला तापर प्ले 47 टा को 8 केमते हला सर डिजिट सम डिजिट सम करके हरम अधा अच्छा डिजिट सम करे देखिबा हमको तो एपटा देछि फास्ट टा देइनी तले 6 5 11 3 14 ठीक अछि प्ले तो 14 रो 7 हम जानि परछे 14 रो अधा 7 हो नै के 5 6 3 याकू प्ले तीनटा जाको मिसे देले होछि 14 तो 14 को 2 रे हरि देले होछि 7 तो याकू संदे मिसेला केते हे जिवो 9 6 15 के 16 को 2 रे हरि देले प्ले केते 8 हो ठीक तबरे 48 टा प्ले को 3840 केमते 3 तार स्क्वायर -4 हां तब 52 को प्ले 52 रे एते अधिक होइसबा निहाते हमरे 52 रो प्ले स्क्वायर हेतिबो कि नले कोन हेतिबो तो 52 रो स्क्वायर त प्ले त माने पाटरे हिसाब कर दे कहि दे परिबो ना ना 50 रो 2 अधिक माने 50 रो 2 अधिक माने 25 रो 2 अधिक 27 आउ बाकी 2 रो स्क्वायर केते 27 ह 4 ताले जो हेला पिले त 52 रो स्क्वायर रो पिले से केते माइनस कला 4 माइनस कला तो तम माने 62 रो स्क्वायर रो भी सेति माइनस कर दबा हैला 62 रो स्क्वायर रो प्ले 4 माइनस कर दो 62 रो स्क्वायर त माने पाटरे हिसाब कर परियो 50 रो 12 अधिक ना नहीं 25 रो 12 अधिक कले 37 आ बाकी 12 रो स्क्वायर 144 तो 37 144 माने 3844 आ बाकी 3844 रो पहले 4 माइनस कर ले केते हिजबो 3840 40 हैला ठीक तापरे 49 19 अब केमते ला को 8 डेटा पुणी करी तापरटा को +2 करछि अच्छा 6 7 माने बुझेला 6 7 6 7 42 6 7 42 प्लस तापर जो दुटू अछि सेठी प्लस कर दे अच्छा जो 6 और 7 को प्ले गुणी छी सेते 2 के प्लस कर देई छी हां हेला होउछ प्ले 7 6 को 45 होउछ ठीक आ से दृष्टि प्ले 437 टा भी कोन हेजिबो नहीं जी तो 4 * 3 प्लस 7 हैला ठीक 4 3 के 12 7 19 हे गेला तापर प्ले 50 रु केतेला प्ले 19 हां 50 है 2401 तले ई मतलब प्ले कार ना कार स्क्वायर रही कि काम होइथियो प्ले तो 2401 टा प्ले हम जान से कार स्क्वायर 49 रो स्क्वायर 49 रो स्क्वायर तो एथु जणा पड़ी गला कि एठी जो संख्याटा देइछि तो सेथुरु 1 माइनस करके तार स्क्वायर करछि तो सही दृष्टि रूपले तापरटा मध्ये 60 रूपले 1 माइनस करके स्क्वायर करबो आ 60 रे 1 गले प्ले 59 रो स्क्वायर प्ले पाटरे को केता बा अरे 50 रु 9 अधिक तो 25 रु भी 9 अधिक करबो 25 रु 9 मिसले केते 34 आ बाकी 9 रो स्क्वायर केते 21 आ तो 9 रो स्क्वायर प्ले का से तो 3481 हला 3481 हला सर आउथरे टिके को देबे कोडा जो कोन को सर 50 बरा हला ए जो 2401 तम देखिला 2401 टा हला 49 रो स्क्वायर ठीक আছে 49 रो स्क्वायर आंसर आपले केमति बाहरला 49 रो स्क्वायर आपले केमति 50 रु 1 कम
50 ରୁ ଯେତିକି କମ ବା ଯେତିକି ଅଧିକ ହବ ତମେ 25 ରୁ ବି ସେତିକି କମ କରିବ। ଏପଟେ 50 ରୁ 1 କମ ମାନେ ସେପଟେ 25 ରୁ ବି 1 କମ କରିବ। 25 ରୁ 1 କମ କଲେ କେତେ ହେଇଯିବ? 24। ଆଉ ବାକି 1 ର ସ୍କ୍ୱାର କେତେ? 1 ନା ନାଇଁ? ତ ବାକି 24 ଆଉ 1 ତ ଲେଖା ହବନି, 0 ଲେଖା ହବ ମାନେ 2401। ତାହେଲେ ଆମେ ଜାଣିଲେ କି 2401 ଟା ହଉଛି 49 ର ସ୍କ୍ୱାର। ଅର୍ଥାତ ଏଠି ଯୋଉ ସଂଖ୍ୟା ଅଛି ସେଥିରୁ 1 କମ କରିକି ତାର ସ୍କ୍ୱାର କରିଲେ ଏତିକି ହଉଛି। ତାହେଲେ ଆମେ ମଧ୍ୟ ସେୟା କରିବା କି ଏଇଟା ମଧ୍ୟ ଯୋଉ କଣ ହବ ନା 60 ରୁ 1 କମ କରିକି ତାର ସ୍କ୍ୱାର ହବ। ତ 60 ରୁ 1 କମ କଲେ 59 ଆଉ ବାକି 59 ର ସ୍କ୍ୱାର ବାହାର କରିବ ଆଉ ହେଲା। ଆଜ୍ଞା 59 ସ୍କ୍ୱାର ହେଇଗଲା 50 ରୁ କେତେ ଅଧିକ? 9 ଅଧିକ। ତ 50 ରୁ ଯେତିକି ଅଧିକ କରିବ 25 ରୁ ବି ସେତିକି ଅଧିକ କରିବ। 25 ରୁ 9 ଅଧିକ କଲେ କେତେ ହବ? 34 34 ହବ ନା ନାଇଁ? ତ 34 ହେଇଗଲା ଆଉ ବାକି 9 ର ସ୍କ୍ୱାର 81 ହେଲା। ବାକି 34 81 ଆଉ 34 81 ଆଉ। ହଉ ପିଲା ଠିକ ଅଛି, ଆମର ଗୋଟେ ରିଜନିଂ ର ପିଲା ଗୋଟେ ପାର୍ଟ ଆମ ସଇଲା। ମାନେ ପିଲା ନମ୍ବର ଆନାଲୋଜି ପିଲା ଶିଖିଲେ ହେଲା। ତାପରେ ଆମେ ପୁଣି ରିଜନିଂ ପଢିବା। ନେକ୍ସଟ କ୍ଲାସରେ ଆମେ ନମ୍ବର ସିରିଜ ବିଷୟରେ ପଢିବା। ଠିକ ଅଛି, ଯେମିତି ପିଲା ତମମାନଙ୍କୁ ଦିଆଯାଇନି ସିଲାବସ ସେଇ ହିସାବରେ ଆମେ ପଢି ଯିବା। କିନ୍ତୁ କାଲିକି ଆମେ ମାନେ ଦେଖିବା ପିଲା କୋଉଟା କମ୍ପ୍ୟୁଟର ଦେଖିବା ପିଲେ। ଆମେ କମ୍ପ୍ୟୁଟର ଯୋଉ ଅଧା ଛାଡିଥିଲେ କମ୍ପ୍ୟୁଟର ଦେଖିବା ଆଉ ତାର ପିଲେ କିଛି କୋଶ୍ଚିନ୍ ପିଲା ମାନେ ପ୍ରାକ୍ଟିସ କରିବା ହେଲା। ହଉ ପିଲା ଠିକ ଅଛି। ଭାଇନା ଆପଣଙ୍କର ଯୋଉ ଇ ବୁକ୍ ଟା କ୍ୱେଶ୍ଚିନ୍ ବ୍ୟାଙ୍କର ସେଇଟା ଆପଣ ଏବେ ଦଉଛନ୍ତି? ଇ ବୁକ୍ ମାନେ କୋଉଟା କହିଲା ଝିଅ? ଯୋଉ କ୍ୱେଶ୍ଚିନ୍ ବ୍ୟାଙ୍କ ଯୋଉଟା ଛାଡିଥିଲେ। କୋଶ୍ଚିନ୍ ବ୍ୟାଙ୍କ ମାନେ ବୁଝିଗଲି, ଯୋଉ ମକ୍ ଟେଷ୍ଟ ଯୋଉ ହଉଥିଲା ଯୋଉଥିରେ? ନା ସାର୍ ଆପଣଙ୍କର ଦିଟା ସେଇଟା ଏ ଯୋଉ 1024ଟା ପ୍ରଶ୍ନ ଥିଲା ସେଣ୍ଟ୍ରାଲ ଲେବଲ ର, ଆଜ୍ଞା ସେ ବୁକ୍ ଟା ମୁଁ ତମମାନଙ୍କ ଗ୍ରୁପ ରେ ପିଲେ ପଠେଇଦେବି ହେଲା। ଇ ବୁକ୍ କରି, ସେଟା ବୋଧେ ତମମାନଙ୍କ ଗ୍ରୁପ ରେ ନଥିବ ହେଲା। ହଁ ତ ସେଇଟା ଆମେ ଯେତେବେଳେ ପଢିବା ପିଲା ସେଇଟା ମାନେ ମୁଁ ପଠେଇଦେବି ସେଇଟା ହେଲା। ହଉ ପିଲା ଠିକ ଅଛି, ଆଉ ବାକି ପୁଣି ଆମେ ମାନେ କାଲିକି ଦେଖିବା ଆଉ। ହଁ ପ୍ରଣାମ ସାର୍। ହଁ ପ୍ରଣାମ ସାର୍। ପ୍ରଣାମ ସାର୍। ହଁ।